ନମସ୍କାର ଦର୍ଶକ ବନ୍ଧୁ ଆଜି ଆପଣମାନଙ୍କୁ ଆମ୍ଭେମାନେ ସାତଟି ଆଜିର ସୁବିଚାର ଡିସ୍କସନ୍ କରିବୁ। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ କିଛି ଜାଣିପାରିବେ ଏହି ସାତଟି ସୁବିଚାର ଭିତରୁ। ତେଣୁ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ଆପଣମାନେ ଏହିପରି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣ ନିକଟରେ ଭିଡ଼ିଓ ପହଞ୍ଚିବ। ଚାଲନ୍ତୁ ସେହି ସାତଟି ସୁବିଚାର ଡିସ୍କସନ୍ କରିବା ଦର୍ଶକ ବନ୍ଧୁ। ନମ୍ବର 1, ବେଦ ପଢ଼ିବା ବହୁତ ସହଜ, କିନ୍ତୁ ଯେଉଁଦିନ ଅନ୍ୟର ବେଦନା ପଢ଼ିପାରିବେ ସେଦିନ ଭାବନ୍ତୁ ମଣିଷ ଜନ୍ମ ଆପଣଙ୍କର ସାର୍ଥକ ହେଇଛି। ନମ୍ବର 2, ମଣିଷ ଯେତେ ବଡ଼ ହେଇଥାଏ ନା କାହିଁକି, ସେ ଯଦି ଶିକ୍ଷିତ, ସଭ୍ୟ, ମାର୍ଜିତ ନୁହେଁ ତେବେ ଗନ୍ଧହୀନ ଫୁଲ ପରି ହୋଇଥାଏ। ଦର୍ଶକ ବନ୍ଧୁ ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଲାଇକ୍ କଲେ ମୋତେ ମଧ୍ୟ ମୋଟିଭେସନ୍ ମିଳିବ। ନମ୍ବର 3, ଯେତେବେଳେ ଜୀବନରେ ଖରାପ ସମୟ ଆସେ ସେତେବେଳେ ଭାଙ୍ଗି ପଡ଼ନ୍ତୁ ନାହିଁ। ଜୀବନକୁ ଦେଖାଇ ଦିଅନ୍ତୁ ଯେ ଆପଣ ବି ଦୁର୍ବଳ ନୁହନ୍ତି। ଦର୍ଶକ ବନ୍ଧୁ ସାଙ୍ଗସାଥିମାନଙ୍କୁ ଭିଡ଼ିଓ ସେୟାର କରନ୍ତୁ, ସେମାନେ ମଧ୍ୟ କିଛି ଜାଣିପାରିବେ। ନମ୍ବର 4, ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥର ଅନ୍ୟ ନାମ ଶ୍ରୁତି। ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ। ନମ୍ବର 5, ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାନ୍ତି, ହେଲେ ଜନ୍ମ ପରେ ଦୁଇଟି ସମ୍ପର୍କ ସୃଷ୍ଟି ହୁଏ। ଗୋଟିଏ ହେଲା ବନ୍ଧୁତା, ଆଉ ଗୋଟିଏ ହେଲା ଶତ୍ରୁତା। ନମ୍ବର 6, କାହାକୁ ଭରସା କରିବା ସମୟରେ ଟିକେ ସତର୍କ ରହିବେ, କାରଣ ମିଶ୍ରି ଓ ଫିଟ୍କରି ଦେଖିବାକୁ ଏକା ଭଳିଆ। ନମ୍ବର 7, ଏଜୁକେଟେଡ୍ ସେ ନୁହେଁ ଯିଏ କେବଳ ପଢ଼ା ଲେଖା ଜାଣିଥାଏ। ଏଜୁକେଟେଡ୍ ତ ସେ ଅଟେ ଯାହାଙ୍କୁ ଜଣାଥାଏ ଯେ କାହା ସହ କେବେ, କେଉଁଠି, କିପରି, କ'ଣ, କେଉଁ ସ୍ୱରରେ କଥା କହିବା ଉଚିତ। ଦର୍ଶକ ବନ୍ଧୁ ଏହା ଥିଲା 7ଟି ସୁବିଚାର। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ଭିଡ଼ିଓକୁ ସେୟାର କରନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଥିବ ତେବେ ଗୋଟେ ଲାଇକ୍ କରନ୍ତୁ। ଏହିପରି ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଧନ୍ୟବାଦ ଦର୍ଶକ ବନ୍ଧୁ।